ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 30 ଜୁଲାଇ ମଙ୍ଗଳବାର। ଆଜିର ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ଖବର ଉପରେ ନଜର ପକାଇବା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ଧରା ପଡ଼ିଲେ 153 ନାବାଳକ ଚାଳକ, କଟିଲା 38,25,000 ଟଙ୍କାର ଚାଲାଣ। ତେବେ ରାଜ୍ୟ ସାରା ଏବେ ନାବାଳକ ଗାଡ଼ି ଚାଲାଣ ପ୍ରଥମ ଦିନରେ ଧରା ପଡ଼ିଛନ୍ତି 153 ଜଣ। 60ଟି ଗାଡ଼ି ସହିତ 38,25,000 ଟଙ୍କା ଫାଇନ୍ ମଧ୍ୟ ଆଦାୟ ହୋଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ 2 ଦିନିଆ ସ୍ପେଶାଲ ଡ୍ରାଇଭ୍ ଚାଲିଛି। ପ୍ରଥମ ଦିନରେ ଧରା ପଡ଼ିଲେ 153। ଆଉ ନାବାଳକ ବାପା ମାଙ୍କ ବିରୁଦ୍ଧରେ ରୁଜୁ ମାମଲା ଏବଂ 3 ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ସବୁ ସୀମା ଟପିଲେ କଂଗ୍ରେସ ବିଧାୟକ, ବାଚସ୍ପତିଙ୍କ ଉପରକୁ ଫିଙ୍ଗିଲେ ବହି। ତେବେ ବଡ଼ ଖବର, ସବୁ ସୀମା ଟପିଗଲେ ଏହି କଂଗ୍ରେସ ବିଧାୟକ। ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଦୃଶ୍ୟ। ବିଧାନସଭା ଭିତରେ କଂଗ୍ରେସ ବିଧାୟକ ଶାଳୀନତାର ସବୁ ସୀମା ଟପିଗଲେ ଏବଂ ଏହା ଥିଲା ତାଙ୍କର ପ୍ରଥମେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ମାଇକ୍ ଟାଣିଥିବା ବେଳେ ପୁଣି ଏବେ ବାଚସ୍ପତିଙ୍କୁ ବହି ଫିଙ୍ଗିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ବିଧାନସଭାରେ ପୁଣି ହଙ୍ଗାମା, ଶେଷରେ ବାଚସ୍ପତିକୁ ବି ଛାଡ଼ିଲେନି। ଅଧିବେଶନ ଚାଲିଥିବା ବେଳେ ବିଧାୟକ ତାରା ବାହିନୀପତିଙ୍କ ଆଚରଣ ନେଇ ଚର୍ଚ୍ଚା ଚାଲିଛି। ଗୃହରେ ଆଲୋଚନା ଜାରି ରହିଥିବା ବେଳେ ହଠାତ୍ ବାଚସ୍ପତିଙ୍କ ଉପରକୁ ବହି ଫୋପାଡ଼ିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି। କିଛି ସମୟ ପୂର୍ବରୁ ବାଚସ୍ପତିଙ୍କ ମାଇକ୍ ଟାଣିଥିଲେ ତାରା, ପୁଣି ଏବେ ବାଚସ୍ପତି ଉପରକୁ ବହି ଫିଙ୍ଗିଛନ୍ତି। ତେବେ ଏହାକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ଗଡ଼ଗଡ଼ିଆ ଘାଟରେ ଅଘଟଣ, 24 ଘଣ୍ଟାରେ ସର୍ଚ୍ଚ ଅପରେସନ ପରେ ବି ମିଳିଲା ମୃତଦେହ। ତେବେ 24 ଘଣ୍ଟା ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ। ଗାନ୍ଧୀପଲ୍ଲୀସ୍ଥିତ ମହାନଦୀରୁ ଉଦ୍ଧାର ହୋଇଛି, ଅଗ୍ନିଶମ ବିଭାଗ କରିଛନ୍ତି। ତେବେ ଗତକାଲି ସନ୍ଧ୍ୟାରେ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଉଥିବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ ଯୁବକ। ମୃତ ଯୁବକ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର। ବୋଲବମ୍ ପାଣି ଉଠାଇବା ବେଳେ ଘଟିଥିଲା ଅଘଟଣ। କଟକ ଗଡ଼ଗଡ଼ିଆ ଘାଟ ନିକଟରେ ଘଟିଥିଲା ଅଘଟଣ। ଜଣେ ଯୁବକ ପାଣି ଉଠାଇବା ବେଳେ ବୁଡ଼ି ଯାଇଥିବା ସୂଚନା ମିଳିଥିଲା। ଆଉ 2 ଜଣ ବୁଡ଼ି ଯାଉଥିବା ବେଳେ ଜଣକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଗଡ଼ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ୱାରା ସର୍ଚ୍ଚ ଆରମ୍ଭ ହୋଇଛି। ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଶ୍ରାବଣର ଦ୍ୱିତୀୟ ସୋମବାରରେ ମହାଦେବଙ୍କ ନିକଟରେ ଜଳ ଲାଗି ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟରେ ଶହ ଶହ କାଉଡ଼ିଆ ସମାଗମ ହୋଇଛି। ତେବେ ଏହାରି ଭିତରେ ଏତେ ବଡ଼ ଦୁଃଖ ଖବର ଘଟି 31ରେ ଘୂର୍ଣ୍ଣିବଳୟ ସମ୍ଭାବନା, ଆଗାମୀ 24 ଘଣ୍ଟାରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ତେବେ ଓଡ଼ିଶା ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ ଏବଂ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏହା ସହ ଉତ୍ତର ଛତିଶଗଡ଼ ଉପରେ ରହିଛି ଏକ ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆସନ୍ତା 5 ଦିନ ଯାଏଁ ଲଗାତାର ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ତେବେ ସେଗୁଡ଼ିକ ହେଲା କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ 2ଟି ସ୍ଥାନରେ 7ରୁ 11 ମିମି ବର୍ଷା ହୋଇଥିଲା। କିନ୍ତୁ ଏବେ ଲଗାତାର ବର୍ଷା ହେବ ଏହି ସ୍ଥାନରେ ବୋଲି କୁହାଯାଉଛି। ଆସନ୍ତାକାଲି ପ୍ରବଳ ବର୍ଷା ନେଇ 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ନୟାଗଡ଼, ଅନୁଗୁଳ, ଯାଜପୁରକୁ ପୁରା ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ତେବେ ଅଗଷ୍ଟ 1ରୁ ଲଗାତାର 5 ଦିନ ବର୍ଷା ହେବ ବୋଲି କୁହାଯାଉଛି। ଶସ୍ତା ହେବ ରିଚାର୍ଜ, ଏୟାରଟେଲ୍, ଜିଓ ଓ ଭିଆଇ ପରାମର୍ଶ ଲୋଡ଼ିଲେ ସରକାର। ତେବେ ଭାରତ ମୋବାଇଲ ବ୍ୟବହାରକାରୀ ଇଚ୍ଛାକୃତ ଓ ସୁଲଭ ଯୋଜନା ଖୋଜିବା ପାଇଁ ଆର୍ଥିକ ଦୃଷ୍ଟିରୁ ସଂଘର୍ଷ କରୁଛନ୍ତି। କାରଣ ସମ୍ପ୍ରତି ବେସରକାରୀ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ଶୁଳ୍କ ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ଆରାମ ଯୋଗାଇବା ପାଇଁ ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ଦ୍ୱାରା ଏକ ନୂତନ ପରାମର୍ଶ ପତ୍ର ଅଣାଯାଇଛି। ଏଥିରେ ରିଚାର୍ଜ ସମ୍ପର୍କରେ ହିତାଧିକାରୀଙ୍କଠାରୁ ପରାମର୍ଶ ନିଆଯାଇଛି। ଟେଲିକମ୍ କମ୍ପାନୀଗୁଡ଼ିକ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ଏହା ବ୍ୟତୀତ ଏହାର ମୁକାବିଲା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ରିଚାର୍ଜ ମୂଲ୍ୟ ବୃଦ୍ଧି ପରେ ଅନେକ ଲୋକ ଅସନ୍ତୋଷ ହୋଇଛନ୍ତି ଏବଂ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। କିଛି ଲୋକ ସଂସ୍ଥା ଟେଲିକମ୍ର ମଧ୍ୟ ରିଚାର୍ଜ ଆଉ କରୁନାହାନ୍ତି। ତେଣୁ ଏବେ ରିଚାର୍ଜ ପ୍ଲାନ୍ ସବୁ କମିବ ବୋଲି କୁହାଯାଉଛି।
ସମସ୍ତ ଟେଲିକମ୍ କମ୍ପାନୀ ଗୁଡ଼ିକ ସେମାନଙ୍କର ରିଚାର୍ଜ ଯେତେବେଳେ ବଢ଼େଇ ଦେଇଥିଲେ, ହଠାତ୍ ଏବେ ଲୋକମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଯାହାଦ୍ୱାରା ସରକାର ଏବେ ନିବେଦନ କରିଛନ୍ତି ଯେ ରିଚାର୍ଜ କମେଇବା ପାଇଁ। ଖୁବ୍ ଜଲ୍ଦି ରିଚାର୍ଜର ପ୍ଲାନ୍ କମିବ ବୋଲି କୁହାଯାଉଛି। ଆଶ୍ଚର୍ଯ୍ୟ କରିଲା ଭଳିଆ ଖବର, ବିମାନରୁ ଓହ୍ଲାଇ ଦିଆଯାଇଥିବା ଏୟାର ହୋଷ୍ଟେସଙ୍କ ମୋଜାରୁ ବାହାରିଲା ବିଡ଼ା ବିଡ଼ା ବିଦେଶୀ ମୁଦ୍ରା। ତେବେ ପାକିସ୍ତାନର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ଜଣେ ଏୟାର ହୋଷ୍ଟେସ ବୈଦେଶିକ ମୁଦ୍ରା ଚୋରାଚାଲାଣ କରୁଥିବା ଧରାପଡ଼ିଛନ୍ତି। ଜବତ ହୋଇଥିବା ବୈଦେଶିକ ମୁଦ୍ରା ପାକିସ୍ତାନ ମୁଦ୍ରାରେ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏୟାର ହୋଷ୍ଟେସ ଯାଞ୍ଚ ଏଜେନ୍ସି ହାତରେ ଧରା ପଡ଼ିଛନ୍ତି। ଏଭଳି ଭିଡିଓ ସୋସିଆଲ ମିଡିଆରେ ବି ସାମ୍ନା ହେଉଛି। ତେବେ ଯେଉଁଥିରେ ମୋଜାରୁ ବାହାରିଛି ବିଡ଼ା ବିଡ଼ା ଟଙ୍କା ଆଉ ବିଦେଶୀ ମୁଦ୍ରା ଚୋରାଚାଲାଣ କରୁଥିବା ବେଳେ ଉକ୍ତ ଏୟାର ହୋଷ୍ଟେସକୁ ଏବେ ଗିରଫ କରାଯାଇଛି। ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଏବେ ଗିରଫ କରାଯାଇଛି। ଡେପୁଟି କଲେକ୍ଟର କଷ୍ଟମ ରାଜା ବିଲାଲ କହିଛନ୍ତି ଯେ ଗିରଫ ଏୟାର ହୋଷ୍ଟେସକୁ $37,318 ଏବଂ 40,000 ସାଉଦି ଆରବ ଜବତ ହୋଇଛି। ଏୟାର ହୋଷ୍ଟେସ ଜଣକ ଲାହୋର ଜେଦା ହେଉଥିବା ବେଳେ ଏବେ ସନ୍ଦେହ କରି ବିମାନରେ ଓହ୍ଲାଉଥିବା ବେଳେ ଯାଞ୍ଚ ଆରମ୍ଭ ହୋଇଥିଲା। ଆଉ ସେହି ସମୟରେ ଧରା ପଡ଼ିଥିଲା ବିଡ଼ା ବିଡ଼ା ଟଙ୍କା। ଲୋକସଭାରେ ରାଜନାଥ ରାହୁଲ ମୁହାଁମୁହିଁ। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀମାନେ ତୀବ୍ର ସମାଲୋଚନା କରୁଛନ୍ତି। କଂଗ୍ରେସର ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମଧ୍ୟରେ ସୋମବାର ଦିନ ଏହି ପ୍ରସଙ୍ଗକୁ ଲୋକସଭାରେ ତୀବ୍ର ବିତର୍କ ହୋଇଥିଲା। ତେବେ ମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ଭୁଲ ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରୁଛନ୍ତି। ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍ ଉପରେ ଅଭିଭାଷଣରେ ଗାନ୍ଧୀ ଦାବି କରିଛନ୍ତି ଯେ ଅଗ୍ନିପଥ ସୈନିକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ସମ୍ମାନରୁ ବଞ୍ଚିତ କରି ପେନ୍ସନ ପ୍ରଦାନ କରୁନାହିଁ। ତେଣୁ ସରକାରକୁ ଯୁବ ବିରୋଧୀ ଏବଂ କୃଷକ ବିରୋଧୀ ଏବଂ ଆଭିମୁଖ୍ୟ ଅଭିଯୋଗ କରିଛନ୍ତି। ତେଣୁ ରାଜନାଥ କହିଛନ୍ତି ଯେ ବଜେଟ୍ ବିଷୟରେ ଅନେକ ଭୁଲ ଧାରଣା ପ୍ରଚାର କରିଛନ୍ତି, ଯାହା ଅର୍ଥମନ୍ତ୍ରୀ ସୀତାରମଣ ଆଗାମୀ ଭାଷଣରେ ଉପସ୍ଥାପନ କରିବେ। ତେବେ କହିଛନ୍ତି ଯେ ଅଗ୍ନିପଥ ବିଷୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ଆଉ ତାଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛନ୍ତି। ଏପଟେ ରାହୁଲ ଗାନ୍ଧୀ ମଧ୍ୟ ଚର୍ଚ୍ଚାରେ ଏ ବିଷୟକୁ ନେଇ ଦିଲ୍ଲୀ କୋଚିଂ ଦୁର୍ଘଟଣା ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ, ଘୋଷଣା କଲେ ଉପରାଜ୍ୟପାଳ। ତେବେ ଦିଲ୍ଲୀରେ ଏଭଳି ଯେଉଁ ଘଟଣା ଘଟିଥିଲା, ଅଗ୍ନିଶମ ବିଭାଗ, ପୋଲିସ ଏବଂ ଏସଡିଟି ଦାୟିତ୍ୱବାନ ଅଧିକାରୀମାନେ 24 ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଲଜି ପ୍ରସ୍ତୁତି ହେଇଥିଲେ। ତେଣୁ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ରାଓ ଆଇଏସ୍ କୋଚିଂ ଇନଷ୍ଟିଚ୍ୟୁଟରେ ଏ ବେସମେଣ୍ଟରେ ପାଣି ଭର୍ତ୍ତି ହେବାରୁ 3 ଜଣ ଛାତ୍ରଙ୍କର ଶନିବାର ଦିନ ମୃତ୍ୟୁ ଘଟିଥିଲା। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଏସବୁ ଛାତ୍ରଛାତ୍ରୀ ଥିବାବେଳେ ବନ୍ୟା ପାଣି ପ୍ରବେଶ କରିଥିଲା। ଫଳରେ ଛାତ୍ରଛାତ୍ରୀ ଫସି ଯାଇଥିଲେ। ପରେ ଉଦ୍ଧାର କରି ରିଲିଫ ଅପରେସନ ବେଳେ 2 ଜଣ ଛାତ୍ର ଏବଂ ଜଣେ ବାଳକଙ୍କର ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ସରକାର ବୋଲି କହୁଛନ୍ତି। ବଡ଼ ଖୁସି ଖବର, ଘରେ ଝିଅ ଥିଲେ ସରକାର ଦେବେ 1,10,000 ଟଙ୍କା। ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ତେବେ ସରକାର 1,10,000 ଟଙ୍କା ଦେବେ ବୋଲି କହିଛନ୍ତି। ଏହା ଉପାୟରେ ପ୍ରୟୋଗ କଲେ ଘରେ ବସି ପାଇପାରିବେ ଟଙ୍କା। ଦେଶରେ କ୍ରମାଗତ ଭାବେ ବଢୁଥିବା ଲିଙ୍ଗ ଅନୁପାତରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ କରୁଛନ୍ତି। ସେପଟେ ଝିଅମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଶୁଭ ଶକ୍ତି ଯୋଜନା ଆରମ୍ଭ କରିଛନ୍ତି। ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ତେବେ ଖବର ପଢ଼ିବା ନିହାତି ଦରକାର। ପ୍ରକୃତରେ ଶୁଭ ଶକ୍ତି ଯୋଜନା ଅଧୀନରେ ଝିଅମାନଙ୍କର ଶିକ୍ଷା, ବିବାହ ପାଇଁ ସରକାର 55,000 ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ତେବେ ଶୁଭ ଶକ୍ତି ଯୋଜନା କ'ଣ? ଏହି ଯୋଜନା ଅଧୀନରେ ଜଣେ ଗରିବ ପରିବାର ଝିଅ ସନ୍ତାନ ଜନ୍ମ ହୋଇଥାଏ ତେବେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ। ଯଦି ଝିଅର ବିବାହ ସମୟରେ ଆର୍ଥିକ ଅବସ୍ଥା ଭଲ ନଥାଏ ତେବେ ସରକାର 55,000 ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଯଦି ଆପଣଙ୍କ ଘରେ 2 ଝିଅ ଅଛନ୍ତି, ସେମାନଙ୍କ ବିବାହ ସମୟରେ ଆପଣଙ୍କ ଠାରୁ 1,10,000 ଟଙ୍କା ସହକାର ରାଶି ପାଇପାରିବେ ବୋଲି କୁହାଯାଉଛି। ଆଉ ଏହି ଟଙ୍କା ଉଚ୍ଚଶିକ୍ଷା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, ସେପ୍ଟେମ୍ବର 17 ମିଳିବ ସୁଭଦ୍ରା ଟଙ୍କା। ତେଣୁ ଆବେଦନ କରିବା ପାଇଁ ସରକାର କହିଛନ୍ତି। ବଡ଼ ଘୋଷଣା, ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା। ଆଉ ଘୋଷଣା ହେଲା ଏହି ତାରିଖ।
ରାଜ୍ୟରେ ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନା ମିଳିବ, ମହିଳାଙ୍କୁ ମିଳିବ ଏହି ଭାଉଚର। ଏହି ଭାଉଚର ମାଧ୍ୟମରେ ମହିଳାମାନେ ସବୁ କିଛି କିଣିପାରିବେ। ତେଣୁ ସୁଭଦ୍ରା ଯୋଜନାକୁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ବଜେଟରେ 10,000 କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ସୁଭଦ୍ରା ଯୋଜନାକୁ ନେଇ ଅଗଷ୍ଟ 15 ସୁଦ୍ଧା ମୋଡାଲିଟି ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ଶୁଭାରମ୍ଭ ହେବ। ବିଭିନ୍ନ ବର୍ଗର ଲୋକମାନେ ମତାମତ ନିଆଯିବ। ମତାମତ ନିଆଯିବା ପରେ ସେପ୍ଟେମ୍ବର 17 ତାରିଖରେ ମହିଳାଙ୍କୁ ମିଳିବ 50,000 ଟଙ୍କାର ଭାଉଚର। ସେହି ଭାଉଚର ମାଧ୍ୟମରେ ମହିଳାମାନେ ସବୁ କିଛି କିଣିପାରିବେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବାବେଳେ ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଥିଲେ। ସିଏମ୍ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେବି ସିଂ ଏବଂ ପ୍ରଭାତୀ ପରିଡ଼ା ଏବେ ଦିଲ୍ଲୀ ଗସ୍ତରେ ଥିବାବେଳେ ସେଠାରୁ ବଡ଼ ଘୋଷଣା ମଧ୍ୟ କରିଥିଲେ। ତେଣୁ ଅଗଷ୍ଟ 15 ଏହାର ଶୁଭାରମ୍ଭ ହେବ ବୋଲି କୁହାଯାଉଛି। ଏଇଭଳିଆ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।